ଦେଖିବାକୁ ଆସିବୁ ଫୁଟବଲ ମ୍ୟାଚ୍ ଶୁଭମ ଗିଲ୍ ଆଉ ରାତିରେ ଅଛି ନଗେଇଛୁ ଆଉ ରାତିରୁ ଲାଇନ ନେଇଛନ୍ତି ହଁ ଫୁଟବଲ ମ୍ୟାଚ୍ ହବ। ଆସିଥିଲି ଫେରିକିରି ଗଲି ଆଚ୍ଛା ଆର ବର୍ଷ କେତେ ଟଙ୍କା ନେଇଯାଇଥିଲେ? ସେଠି 700 ଟଙ୍କା ବେଲେ ଲଗେଇଥିଲି 700 ଟଙ୍କା ବାଲା। ଆଚ୍ଛା ଏବେ 12,000 ଟଙ୍କା ଆଣିଛନ୍ତି, କେତେଟା ଟିକେଟ ନେବେ? ଦିଟା ଦିଟା ଟିକେଟ ଆଉ ଚାରିଟା ବି ମିଳିଲେ 12,000 ଆହୁରି ଭଲ ହୁଅନ୍ତା। ନେଇକି ଟିକେଟ ନେଇ ଦେଇଦେବେ ପୁଅ ହେରିକାକୁ, ଆଁ? ପୁଅ ହେରିକାକୁ ଦେଇଦେବେ, ଆପଣ ନିଜେ ଆସିବେନି। ନା କାହିଁକିନା ଆପଣ ଫୁଟବଲ ମ୍ୟାଚ୍ ଦେଖିବା ପାଇଁ କହୁଛନ୍ତି ନା। ହଁ ଆମ ପୁତୁରା ଆସିବ ପୁଅ ଆସିବ ଫୁଟବଲ ମ୍ୟାଚ୍ ହବ ନା କ୍ରିକେଟ ମ୍ୟାଚ୍ ହବ? ଫୁଟବଲ ମ୍ୟାଚ୍ ଫୁଟବଲ ମ୍ୟାଚ୍ ହବ। କୋଉଦିନ ହବ? କାହାର ଖେଳ ହବ? ଜାଣିନାହିଁ କୋଉ ଖେଳ ହବ ଏଠି? ଫୁଟବଲ ଫୁଟବଲ ଖେଳ ହବ। ଆଚ୍ଛା କିଏ କିଏ ଖେଳିବେ ସବୁ? ଆଉ କେତେ ଟଙ୍କା ଧରିଛନ୍ତି ଆପଣ? ପଇସା ନେଇକି ଅବି ଆସିବ। ପଇସା ଆଣିନାହାନ୍ତି? ଏଇଟା ଏଇଠି ଅଛି। 5 ମିନିଟ୍ 5 ମିନିଟ୍ ହେଲା ଠିଆ ହେଲେ, ଏତେ ଶୀଘ୍ର କେମିତି ଲାଇନ ପାଇଗଲେ ଆପଣ? ଫାଙ୍କା ଥିଲା, ଏଇଟା ପଛରେ ଲାଇନ ମାନେ ଗଳିକି ପଳେଇଲେ? ନାଇଁ ଠିଆ ହେଇଛନ୍ତି ପୋଲିସ ମାନେ ବା, ଏଇଟା ଲାଷ୍ଟ ଥିଲା, ଏ ବି ଆଉ ପିଲାମାନେ ଠିଆ ହେଇଛନ୍ତି। ତାଙ୍କୁ ପାଣି ଏବଂ ଚାହା ଏ ମଧ୍ୟ ବ୍ୟବସ୍ଥା କରାଯାଉଛନ୍ତି। ପୋଲିସ ମଧ୍ୟ ସମ୍ପୂର୍ଣ୍ଣ ଭାବେ କଡା ସୁରକ୍ଷା ବଳୟ ମଧ୍ୟରେ ରଖିଛି ବାରବାଟୀ ଷ୍ଟାଡିୟମର ପ୍ରତ୍ୟେକ ଗ୍ୟାଲେରୀକୁ। କାଳେ କିଛି ବିଶୃଙ୍ଖଳା ଘଟିବ, କାଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହବ, ଏ ଦିଗରେ ନିଶ୍ଚିତ ଭାବେ ପୋଲିସ ସମ୍ପୂର୍ଣ୍ଣ ତତ୍ପର ଅଛି। ଦେଖନ୍ତୁ କେତେ ଉତ୍ସାହ ଅଛନ୍ତି ଦର୍ଶକ ମାନେ। ଗତକାଲି 3ଟା ବେଳୁ ଠିଆ ହେଲେ ଲାଇନରେ। ଆପଣ କେତେବେଳୁ ଆସିଛନ୍ତି, କୋଉଠୁ ଆସିଛନ୍ତି? ମୁଁ ଆସିଛି କଟକ ବଜରବାଟିରୁ। ମୁଁ ଠିଆ ହେଇଛି ରାତି 10ଟାରୁ, କାଲି ରାତି 10ଟାରୁ। ଅବେ ଆସିବା, ଅବେ ଆଉ ଅଳ୍ପ ସମୟରେ ଟିକେଟ ଟା ମିଳିବ। ଖିଆ ପିଆ ହେଇଛି? କିଛି ହେଇନି, ହବ। କଷ୍ଟ ଲାଗୁନି? କଷ୍ଟ ଲାଗୁଛି, କଷ୍ଟ ଲାଗିଲେ ବି ଦେଖିବେ? ଦେଖିବେ ନିଶ୍ଚିତ। ଆଚ୍ଛା ରୋହିତ ନାହାନ୍ତି, ବିରାଟ ନାହାନ୍ତି, ଖେଳ କେମିତି ହବ? ଖେଳ ବଢିଆ ହବ। ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା ମାରିକି ପୁରା ଆମ ଇଣ୍ଡିଆକୁ ଜିତେଇବେ। ସାଉଥ ଆଫ୍ରିକା ହାରିବ ଏଇ ମ୍ୟାଚ ଟା। ଆପଣ ମାନେ କେତେ ଦୂର ମାନେ ଅଛନ୍ତି ଆଶାବାଦୀ ଯେ ଟିକେଟ ପାଇବେ ବୋଲି? ଟିକେଟ ପାଇବା ଏଥର 99% ପାଇବା। ଏଥର ପୋଲିସ ବ୍ୟବସ୍ଥା ବହୁତ ଭଲ ଭାବରେ ବହୁତ ବଢିଆ ହେଇଛି। ଆଉ ଆମେ ଏଇଭଳିଆ ଅନୁଭବ କରିଥାନ୍ତୁ କି ପୋଲିସ ଏଇଭଳିଆ କରିବ, କିନ୍ତୁ ଭଲ ବ୍ୟବସ୍ଥା ହେଇଛି। ଆପଣଙ୍କ ପଛରେ ଲାଇନ ଅଛି, ଲମ୍ବା ଲାଇନ, ଟିକେଟ ପାଇବେ? ନିଶ୍ଚିତ ପାଇବେ ପାଇବେ। ଶୁଣୁଥିଲେ ଯେଭଳି ପ୍ରତିକ୍ରିୟା ଥିଲା, ନିଶ୍ଚିତ ଭାବେ କୋଉଠି ନା କୋଉଠି ସମସ୍ତେ ଆଶାବାଦୀ ଅଛନ୍ତି ଟିକେଟ ପାଇଁ। ଏବଂ ଯେତେ କଷ୍ଟ ହଉ, ଗତକାଲି 3ଟା ବେଳୁ ପହଞ୍ଚିଲେଣି ଭୋକ ଉପାସରେ, ମଶାରେ, ଏବଂ ନିଶ୍ଚିତ ଭାବେ ବହୁ ଦୁଃଖ କଷ୍ଟ ଯନ୍ତ୍ରଣା ରହିକି ମଧ୍ୟ ସେମାନେ ଅପେକ୍ଷା କରିଛନ୍ତି ଯେ ଭାରତର ମ୍ୟାଚ ଆମେ କୌଣସି ପରିସ୍ଥିତିରେ ବାରବାଟୀରେ ଛାଡିବୁ ନାହିଁ। ଯାହା ବି ହଉ, ବିରାଟ ଥାଆନ୍ତୁ ନଥାନ୍ତୁ, ରୋହିତ ଶର୍ମା ଥାଆନ୍ତୁ ନଥାନ୍ତୁ, କିନ୍ତୁ ବାରବାଟୀରେ ମ୍ୟାଚ ନିଶ୍ଚିତ ଭାବେ ବିଜୟ ହାସଲ କରିବ ଭାରତ, ଏ ଭରସା ବିଶ୍ୱାସ ଅଛି। ନିଶ୍ଚିତ ଭାବେ ଆଉ ଟିକେ ଆଲୋଚନା କରିବା। ଆପଣ କେତେବେଳୁ ଠିଆ ହେଲେଣି ଲାଇନରେ? ରାତି 11ଟା ରାତିରୁ ଲାଇନରେ ଠିଆ ହେଲୁଣି। ରାତି 11ଟାରୁ ଠିଆ ହେଲେଣି? ଆଜ୍ଞା। ଟିକେଟ ପାଇବେ ନିଶ୍ଚିତ? ଆଜ୍ଞା। ପ୍ରଥମରେ ଅଛନ୍ତି ବୋଲି? ଆଜ୍ଞା। ଯୋଉମାନେ ପଛରେ ଅଛନ୍ତି ସେମାନଙ୍କର? ଏ ଲାଇନରେ ସମ୍ଭାବନା ତ ହଉଛି ସମସ୍ତେ ପାଇବା ପାଇଁ। ଖେଳ କେମିତି ହବ? ଖେଳ ତ ଜବରଦସ୍ତ ହବ, ଏଥର କହିବାର କଣ ଅଛି। ଶୁଣୁଥିଲେ ଯୋଉଭଳି ପ୍ରତିକ୍ରିୟା ଥିଲା, ଆଉ ଜଣେ ଭାଇ ମଧ୍ୟ କୋଉଠୁ ଆସିଥିଲେ ଆପଣ? ଯାଜପୁର। ଯାଜପୁର କୋଉ ଜାଗା? ଆମର ପାଣି କୋଇଲି। କାଲିଠୁ ଆସିଲେଣି? ଆଜ୍ଞା। ଆଚ୍ଛା କେତେ କଷ୍ଟ ହଉଛି? ଯିବା ଆସିବା ଟିକେ ଅସୁବିଧା ହେଲା, ବାସ୍ ସେତିକି। ଆଚ୍ଛା ଏବେ ଟିକେଟ ପାଇବେ ନିଶ୍ଚିତ? ଆଜ୍ଞା। ଟାଇମ ହେଇଗଲାଣି, 9ଟା ହେଇଗଲାଣି। ଆଜ୍ଞା। ଆଉ କଷ୍ଟ ଲାଗୁନି ବର୍ତ୍ତମାନ? ନା ନା, ଟିକେଟ କାଉଣ୍ଟର ଖୋଲିବ। ବ୍ୟବସ୍ଥା କେମିତି? ସୁରକ୍ଷା ବ୍ୟବସ୍ଥା ପୋଲିସର ଯୋଉ ତା ସବୁଟା ଭଲ ଅଛି, ସବୁ ଠିକ ଅଛି? ଦଳା ଚକଟା ହବାର ଚାନ୍ସ ନାହିଁ? ଆପଣ ମାନେ ସୁରକ୍ଷିତ ଲାଇନରେ ଅଛନ୍ତି ବର୍ତ୍ତମାନ? ଶୁଣୁଥିଲେ ଯେଭଳି ଭାବରେ ଦର୍ଶକ ଯୋଉ କଥା କହୁଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ଲାଇନ ଅଛି ଏବଂ ବିଶୃଙ୍ଖଳା କିଛି ଘଟି ନାହିଁ। ଟିକେଟ କାଉଣ୍ଟରରେ ଯୋଉମାନେ ଟିକେଟ ବିକ୍ରୟ କରିବେ ସେମାନେ ମଧ୍ୟ କଡା ସୁରକ୍ଷା ବଳ ମଧ୍ୟରେ ପହଞ୍ଚି ସାରିଛନ୍ତି ଏବଂ ଆଉ ଅଳ୍ପ ସମୟର ବ୍ୟବଧାନ ପରେ ଟିକେଟ କାଉଣ୍ଟରରୁ ସମସ୍ତେ ଟିକେଟ ସଂଗ୍ରହ କରିବେ। ଏବଂ ନିଶ୍ଚିତ ଭାବେ ଗତକାଲିର ଯୋଉ ପରିଶ୍ରମ କଥା ସେମାନେ କହୁଥିଲେ, ରାତି ଅନିଦ୍ରା ହେଇଛନ୍ତି, ଭୋକ ଉପାସରେ ରହିଛନ୍ତି, ତାପରେ ବି ଟିକେଟର ନିଶ୍ଚିତ ଭାବେ କୋଉଠି ନା କୋଉଠି ନେବେ ବୋଲି ସେ ଆଶାବାଦୀ ଅଛନ୍ତି। ଆମେ ମଧ୍ୟ ପୂର୍ବ ମ୍ୟାଚରେ ସବୁବେଳେ ଦେଖିଛୁ ଭାରତୀୟ ଦଳ ଯେତେବେଳେ ପ୍ରଦର୍ଶନ କରେ ବାରବାଟୀରେ, ନିଶ୍ଚିତ ଭାବେ ଯୋଉ ଦର୍ଶକ ମାନଙ୍କର କ୍ରେଜ ବହୁ ସଂଖ୍ୟାରେ ବଢିଯାଏ। ଏବଂ ବର୍ତ୍ତମାନ ଯୋଉ ସୂଚନା ଅଲରେଡି ଆସିଗଲାଣି ଓସିଏ ତରଫରୁ, ଟିକେଟ ସମ୍ପୂର୍ଣ୍ଣ ଭାବେ ବିକ୍ରି ହେବାର ସମସ୍ତ ବ୍ୟବସ୍ଥା ହୋଇସାରିଛି। 9ଟା ବେଳ ସମୟ ମଧ୍ୟ ହେଇସାରିଛି। ଆଉ ଅଳ୍ପ ସମୟ ବ୍ୟବଧାନରେ ଟିକେଟ ନିଶ୍ଚିତ ଭାବେ ବିକ୍ରି ହବ ଏବଂ ସବୁ ଦର୍ଶକ ମାନେ ଯୋଉମାନେ ଅଛନ୍ତି ସେମାନେ ଆଉ ଟିକେ ଆଲୋଚନା କରିବା। କୋଉଠୁ ଆସିଥିଲେ ଆପଣ? ଅବ୍ୟବା କହିଲି। କୋଉଠୁ ଆସିଥିଲେ? ମୁଁ ବି ତା ସାଙ୍ଗରେ ଆଇଛି। କୋଉଠୁ ଆସନ୍ତି? ସାନସାହିରୁ ଆଇଛି। ସାନସାହିରୁ କେତେବେଳୁ ଆଇଲେଣି? କେତେବେଳେ ରାତି 10ଟାରୁ ଆଇଲେଣି। ରାତି 10ଟାରୁ? ଖିଆ ପିଆ କଣ ହେଇଛି? ଖିଆ ପିଆ କିଛି ହେଇନି, ଅବିକା ଟିକେ ପୁରୀ ଖାଇଥିଲେ ଆଉ। ଏବେ ଯାଇ ପୁରୀ ଲାଇନ ଗଲା ପରେ ପୁରୀ ଖାଇଲେ? ଲାଇନ ଗଲା ପରେ ନାଇଁ, ଏଇଠି ଏଇ ଭିତରେ ଖାଇଛି ପୁରୀ। ଖାଇଲେ? ହଁ। ଟିକେଟ ପାଇବେ? ହଁ ପାଇବୁନି, ପାଖରେ ଅଛି, ପାଇବୁନି ଆମେ? ଆଚ୍ଛା ଖେଳ କେମିତି ହବ? ଭଲ ହବ।
ବାରବାଟୀରେ ଭଲ ହବ ସବୁ ବର୍ଷ ତ ଭଲ ହେଇଛି ଆଉ ବାରବାଟୀରେ ନିଶ୍ଚିତ ପ୍ରଥମ T20 ମ୍ୟାଚ୍ ଟି ଭଲ ହବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ଏବଂ ଟିକେଟ କାଉଣ୍ଟର ପାଖରେ ଲମ୍ବା ଲାଇନ ଯଦି କହିବା ପ୍ରତ୍ୟେକ ଜାଗାରେ ଲମ୍ବା ଲାଇନ ଲାଗିଛି ଦର୍ଶକ ମାନେ ଏକ ପ୍ରକାର ସମସ୍ତେ ବର୍ତ୍ତମାନ ଅପେକ୍ଷା କରିଛନ୍ତି ତାଙ୍କର ଯୋଉ ଟିକେଟ ପାଇଁ ଟିକେଟ ନେଇ ସାରିଲା ପରେ ପୁଣି 2-3 ଦିନ ଗ୍ୟାପ୍ ରହିବ ଏବଂ ତାପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ T20 ମ୍ୟାଚ୍ ନିଶ୍ଚିତ ଭାବେ ଅନୁଷ୍ଠିତ ହେବ ଏବଂ ସମୟ ଯେତେ ପାଖେଇ ଆସୁଛି ଦର୍ଶକ ମାନଙ୍କର ସେତିକି ଉତ୍କଣ୍ଠା ଆହୁରି ବଢୁଛି ରାତି ଅନିଦ୍ରା ହେଇଛନ୍ତି ଭୋକ ଉପାସରେ ଅଛନ୍ତି ତାପରେ ବି ସେମାନେ ଗୋଟିଏ ଲେଖା ଟିକେଟ ନେବେ ଏବଂ ବାରବାଟୀର ମ୍ୟାଚ୍ କୁ ନିଶ୍ଚିତ ଭାବେ ଦେଖିବା ପାଇଁ ଏକ ପ୍ରକାର ସେମାନଙ୍କର ବର୍ତ୍ତମାନ ଉତ୍କଣ୍ଠା ଆଉ ଟିକେ ବଢିଛି ଆମେ ଆଲୋଚନା କରିବା ପ୍ରଥମ କାଉଣ୍ଟର ରେ ପ୍ରଥମ ଜଣେ ମହିଳା ଅଛନ୍ତି କେତେବେଳୁ ଆପଣ ଠିଆ ହେଲେଣି ଲାଇନ ରେ ଆମେ 4ଟା ବେଳୁ ଛିଡା ହେଇଛୁ କାଲି 4ଟା ବେଳୁ ନା ଆଜି 4ଟା ବେଳୁ ମାନେ ସେଇ ଭୋର 4ଟା ଆଜି ଭୋରୁ ଆଜ୍ଞା ଗତକାଲି ରାତିରେ ମଧ୍ୟ ଭିଡ ଦେଖିବାକୁ ମିଳିଥିଲା ଆପଣ ଆସିଥିଲେ ହଁ ଆସିଥିଲୁ ଆଉ କାହାକୁ ଠିଆ କରି ଯାଇଥିଲେ ନାଇଁ ମୁଁ ନିଜେ ହିଁ ଆସିଛି ନିଜେ ଠିଆ ହେଇଛନ୍ତି ଟିକେଟ ନେବେ ଆଜ୍ଞା କଷ୍ଟ ହଉନି ହଉଛି ଗୋଡ କାଟିଲାଣି ଜୋରରେ ସୁରକ୍ଷା ବ୍ୟବସ୍ଥା କେମିତି କଣ ଅଛି ଭଲ ଅଛି ଏପଟେ ତ କିଛି ଗଣ୍ଡଗୋଳ ମୁଁ ଦେଖୁନାହିଁ ସବୁ ଠିକ ଠାକ ଅଛି ସବୁ ଠିକ ଠାକ ଅଛି ହଁ। ରୋହିତ ଶର୍ମା ଆସିବେନି ବିରାଟ ବି ନାହାନ୍ତି। ଖେଳ କେମିତି ହବ ଦେଖିଆ ହାର୍ଦ୍ଦିକ ପାଣ୍ଡ୍ୟା ତ ଅଛନ୍ତି ନା ବର୍ତ୍ତମାନର ସ୍ଥିତି ୱାନ୍ ଡେ ମ୍ୟାଚ୍ ପରାଜୟ ହେଇଛି ଭାରତ ହଁ ତାପରେ ବି କେତେ ଦୂର ବାରବାଟୀରେ ଶେଷ ହବ ବୋଲି ଆଶା କରୁଛନ୍ତି ବାରବାଟୀ ଖେଳ ସଫଳ ହୁଏ ସବୁବେଳେ ଅଭିଷେକ ଶର୍ମା ହଁ ବାସ୍ ଆଉ ଗିଲ୍ ତ ଅଛନ୍ତି ଇଞ୍ଜୁର ଦେଖାଯାଉ ସେ ଆସୁଛନ୍ତି କି ନାହିଁ ଫେଭରାଇଟ ପ୍ଲେୟାର ଗିଲ୍ ଗିଲ୍ ଆଜ୍ଞା ସେଞ୍ଚୁରୀ ଆଶା କରିବେ ହଁ ନିଶ୍ଚୟ ବାରବାଟୀରେ ମଜା ଆଜ୍ଞା। ହବ ଜୋରଦାର ବହୁତ ଜୋର ପ୍ରଥମ ଟିକେଟ ଆପଣ ନେବେ ଫାର୍ଷ୍ଟ ଟାଇମ ମୁଁ ଖେଳ ଦେଖିବାକୁ ଆସିବି ଫାର୍ଷ୍ଟ ଟାଇମ୍ ଆସିବେ ଆଜ୍ଞା ଶୁଣୁଥିଲେ ଏତେଭଳି ପ୍ରତିକ୍ରିୟା ଥିଲା ପ୍ରଥମ ଥର ଖେଳ ଦେଖିବେ ଏବଂ ନିଶ୍ଚିତ ଭାବେ ସେ ଆଶାବାଦୀ ଅଛନ୍ତି ଭାରତୀୟ ଦଳ ବାରବାଟୀରେ ନିଶ୍ଚିତ ଭଲ ପରଫର୍ମାନ୍ସ କରିବ ଏବଂ ସାଉଥ ଆଫ୍ରିକା ନିଶ୍ଚିତ ଭାବେ ହାରିବ ଯାହା ବର୍ତ୍ତମାନ ଭାରତୀୟ କ୍ରିକେଟର ଯୋଉମାନେ ଅଛନ୍ତି ଏବଂ ଓଡିଶାରେ ଯୋଉଭଳି ଯେତେବେଳେ କ୍ରିକେଟ ଖେଳ ହୁଏ ବାରବାଟୀରେ ବିଶେଷ କରି ଅଧିକାଂଶ ଲୋକ ବାରବାଟୀରେ ବହୁ ସଂଖ୍ୟାରେ ଆଶାୟୀ ବର୍ତ୍ତମାନ ଅଛନ୍ତି କିନ୍ତୁ ଟିକେଟ ଯେତିକି ଅଛି ତାର 3 ଗୁଣା ଆଶାୟୀ ଅଛନ୍ତି ଆମେ ଆଶା କରିବା ଟିକେଟ ଖଣ୍ଡେ ଖଣ୍ଡେ ସମସ୍ତେ ପାଇବେ ବୋଲି ଆଶା ହଉଛି ଆଉ ଟିକେ ଆଲୋଚନା କରିବା ଆପଣ କୋଉଠୁ ଆସୁଛନ୍ତି କୋଉଠୁ ଠିଆ ହେଲେଣି ଆମେ କଟକରୁ ଆସିଛୁ ବାରବାଟୀ ଷ୍ଟାଡିୟମ ପଛ ଆମ ଘର ବକ୍ସି ବଜାର ପୋଲିସ ଲାଇନ କେତେବେଳୁ ଠିଆ ହେଲେଣି ଲାଇନରେ ଆମେ ରାତି 3:30 ଆସିଲୁଣି 3:30 ଟିକେଟ ପୁରା ଅନିଦ୍ରା ଆମେ ଟିକେଟ ସେ ମୋ ଭଉଣୀ ମୋର ହଁ ସିଓର ପାଇବୁ ଫେଭରାଇଟ ପ୍ଲେୟାର କିଏ ମୋର ଫେଭରେଟ ପ୍ଲେୟାର ହାର୍ଦ୍ଦିକ ପାଣ୍ଡ୍ୟା ଖେଳ ଭଲ ହବ ହାର୍ଦ୍ଦିକ ପାଣ୍ଡ୍ୟା ଖେଳ ଭଲ ହବ ତ ବାରବାଟୀରେ ଆପଣ ଟିକେଟ ଆପଣ ପଛରେ ବହୁତ ଅଛନ୍ତି ମହିଳା ଆମେ ଦେଖୁଛୁ ସେମାନେ ଟିକେଟ ପାଇବେ ସେମାନେ ସବୁ ଯୋଉ ଆସିଛନ୍ତି ତାଙ୍କୁ କିଏ ରଖିଦେଇଛନ୍ତି ତାଙ୍କ ପାଇଁ ନା ଆମେ ଆମ ପାଇଁ ଆସିଛୁ କିନ୍ତୁ ଅନ୍ୟମାନେ ଯୋଉ ଠିଆ ହେଇଛନ୍ତି ଅନ୍ୟମାନେ ଅନ୍ୟ ପାଇଁକା ଆସିଛନ୍ତି ଟିକେଟ ବିକ୍ରି କରିବା ଶୁଣୁଥିଲେ ଟିକେଟ ମଧ୍ୟ ଯାହା କହୁଛନ୍ତି କିଛି ଦର୍ଶକ ଟିକେଟ ମଧ୍ୟ କଳାବଜାରୀ ହବାର ଯଥେଷ୍ଟ ସମ୍ଭାବନା ଅଛି ପୂର୍ବ ମ୍ୟାଚରେ ମଧ୍ୟ କଳାବଜାରୀ ହେଇଥିଲା ଏହାକୁ ରୋକିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି କମିଶନରେଟ ପୋଲିସ ତରଫରୁ ଯାହା ଦଉଥିଲେ କଟକ ଡିସିପି ଋଷିକେଶ କିଲାର ଯୋଉଭଳି ଭାବେ ସୂଚନା ଦଉଥିଲେ ପ୍ରେସକୁ ଯେ ସାଇବର ଏକ୍ସପର୍ଟ ମଧ୍ୟ ଏଠାରେ ଅଛନ୍ତି ଏବଂ ଯଦି କୌଣସି ପ୍ରକାର ସାମାଜିକ ଗଣମାଧ୍ୟମ ହଉ ବା ଟିକେଟ କଳାବଜାରୀ ହୁଏ ତା ଉପରେ ନିଶ୍ଚିତ ଭାବେ ପୋଲିସ ସମ୍ପୂର୍ଣ୍ଣ ଭାବେ କଡ଼ା ନଜର ରଖିଛି ଏବଂ ବାରବାଟୀ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ପୋଲିସ ବର୍ତ୍ତମାନ ନିୟନ୍ତ୍ରଣ ଭିତରେ ରଖିଛି ଏପର୍ଯ୍ୟନ୍ତ କୌଣସି ପ୍ରକାର ବିଶୃଙ୍ଖଳା ଘଟି ନାହିଁ ଗତକାଲି ରାତିରେ ଯୋଉଭଳି ଭାବରେ କିଛି ଦର୍ଶକ ପେଲାପେଲି ହେଇଥିଲେ ଏବଂ ଧାଡି ଯେହେତୁ ହେଇନଥିଲା ସେଥିପାଇଁ ସେମାନେ ଆଶାୟୀ ଥିଲେ ବସିଥିଲେ ଏବଂ ନିଶ୍ଚିତ ଭାବେ ଅପେକ୍ଷା ବି କରିଛନ୍ତି ଆଲୋଚନା କରିବା ଆଉ ଟିକେ ମହିଳା ଅଛନ୍ତି କିଛି ଆପଣ କେତେବେଳୁ ଠିଆ ହେଲେଣି ରାତି 3ଟାରୁ ଠିଆ ହେଲୁଣି ରାତି 3ଟାରୁ କଷ୍ଟ ହଉନି ନିଶ୍ଚିତ ଆପଣ ନିଜେ ଖେଳ ଦେଖିବେ ଆଜ୍ଞା ମୁଁ ଦେଖିବି କାହାର ମ୍ୟାଚ୍ ହବ ଇଣ୍ଡିଆ ଆଉ ସାଉଥ ଆଫ୍ରିକା ସାଉଥ ଆଫ୍ରିକା 9 ତାରିଖ ମ୍ୟାଚ୍ ହବ 9 ତାରିଖ ଆଚ୍ଛା ଏବେ ଆପଣଙ୍କର ଟିକେଟ କାଉଣ୍ଟର ଖୋଲିବ ବୋଧେ ଆଉ ଅଳ୍ପ ସମୟ ପରେ ଆଉ ଟିକେ ଆପଣ ମାନେ ଅଳ୍ପ ଟିକେଟ ପାଇଯିବେ ଆଜ୍ଞା ଯେହେତୁ ଆଗରେ ଅଛନ୍ତି ଆଜ୍ଞା ଅନ୍ୟମାନେ ପଛରେ ଯୋଉମାନେ ଅଛନ୍ତି ପଛରେ ମିଳିପାରେ ଭାଗ୍ୟରେ ଥିଲେ ମିଳିବ ନହେଲେ ମିଳିପାରିବ ଶୁଣୁଥିଲେ ଆଶାୟୀ ସଂଖ୍ୟା ବହୁ ସଂଖ୍ୟାରେ ଅଛନ୍ତି କିନ୍ତୁ ଟିକେଟର ସେତିକି ପରିମାଣ ନାହିଁ ବାରବାଟୀ ଷ୍ଟାଡିୟମରେ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ଆମେ ଯାହା ଯୋଉ ସୂଚନା ଆପଣଙ୍କୁ ପୂର୍ବରୁ ମଧ୍ୟ ଦଉଥିଲୁ ନିର୍ଦ୍ଦିଷ୍ଟ ସମୟ ବର୍ତ୍ତମାନ ହେଇଯାଇଛି ଆଉ ଅଳ୍ପ ସମୟ ପରେ ଟିକେଟ ସମସ୍ତେ ଗୋଟେ ଗୋଟେ ସଂଗ୍ରହ କରିବେ ଏବଂ ଆଉ ଟିକେ ଆଲୋଚନା କରିବା ଆପଣ କେତେବେଳୁ ଠିଆ ହେଇଛନ୍ତି ଲାଇନରେ अर्ली मॉर्निंग 4 o'clock କଟକରୁ ଆସିଛୁ କୋଉଠୁ ଆସୁଛନ୍ତି କଟକରୁ ଟିକେଟ ବର୍ତ୍ତମାନ ଆପଣ ପାଇଯିବେ ଯେହେତୁ ଆପଣ ଆଗରେ ଅଛନ୍ତି ଆଇ नो ଆଇ होप ମିଳିଯିବ ମ୍ୟାଚ୍ କେମିତି ହବ ଆପଣ ଆଶା କରୁଛନ୍ତି ବେଟର ମ୍ୟାଚ୍ କେମିତି ହବ ବହୁତ ଭଲ ହବ ଇଣ୍ଡିଆର ପରଫର୍ମାନ୍ସ ବର୍ତ୍ତମାନ ଭଲ ନାହିଁ କିମ୍ବା ୱାନ୍ ଡେ ରେ ହାରି ଯାଇଛି T20 ବର୍ତ୍ତମାନ ଆରମ୍ଭ ହବ ରୋହିତ ବି ନାହାନ୍ତି ବିରାଟ ବି ଆସିବେନି ନାଇଁ ଆଇ ହୋପ ଆଇ ପ୍ରେ ଟୁ ଗଡ ଭଲ ହଉ ଆପଣଙ୍କୁ କେତେ କମ୍ଫର୍ଟେବଲ ଲାଗୁଛି ବର୍ତ୍ତମାନ
नो कंफर्टेबल तो लगुच बट जल्दी मिलके आउट बेटर होता ऑनलाइन टिकट बहुत अवेलेबल थी आउरी बेटर ऑनलाइन टिकट सुविधा कम दिया 2000 हाँ। बट तार टिके इंटरेस्ट थिले भलो होता आउट बेटर ओसी अनुमोदित टिकट मध्ये 11000 ହେଇଛି ସେଥିରେ ଟିକେ କମିଥିଲେ ଭଲ ହେଇଥାନ୍ତା କି आज्ञा ଦର୍ଶକ ମାନଙ୍କ ପାଇଁ ଅଧିକ आज्ञा आज्ञा डेफिनेटली ଶୁଣୁଥିଲେ ପ୍ରତିକ୍ରିୟା ଯାହା ଥିଲା ଅନଲାଇନ ଟିକେଟ ଯୋଉ 2000 ଥିଲା ତାର ଆଉ ଟିକେ ଆବଶ୍ୟକତା ଥିଲା ବଢିବାର ଥିଲା ପରିମାଣର ଏବଂ ଓସିଏ ଅନୁମୋଦିତ ଟିକେଟ ଯୋଉ ଥିଲା 11000 ତାର ମଧ୍ୟ ବଢିବାର ଥିଲା ଯୋଉ କଥା ଦର୍ଶକ ମାନେ କହୁଛନ୍ତି ଯେତେ କଷ୍ଟ ହେଲେ ବି ସେମାନେ ଲାଇନ ରେ ଠିଆ ହେଇଛନ୍ତି ଏବଂ ଟିକେଟ ଖଣ୍ଡିଆ ନାକା ପାଇବା ପାଇଁ ଚେଷ୍ଟା କରୁଛନ୍ତି ମାଉସୀ ଆପଣ କୋଉଠୁ ଆସିଛନ୍ତି ସିଡେରୁ ସିଡେରୁ ସିଡିଏରୁ ହଁ ଖେଳ ଦେଖିବେ ହଁ ଆପଣ ଖେଳ ଦେଖିବେ ହଁ କାର ଖେଳ ହବ କାର ଜାଣିନି କହିଲା ଯେ ଦେଖ ଆପଣ ଖେଳ ଦେଖିବେ କେତେ ପଇସା ଧରିଛନ୍ତି ପାଖରେ ଆଚ୍ଛା କଣ ଧରିଛୁ ଟିକେଟ ଟିକେଟ କେତେ ଟଙ୍କା ଜାଣିଛନ୍ତି ଜାଣିଛୁ କେତେ ଟଙ୍କା ଟିକେଟ 10,000 12,000 କେତେ ବେଳୁ ଠିଆ ହେଲେଣି 5ଟା ବେଳେ 5ଟା ବେଳୁ ଦେଖନ୍ତୁ ଜଣେ ମାଉସୀ ଅଛନ୍ତି ସେ ଥରି ଯାଉଛନ୍ତି ମାନେ ବୟସ ନିଶ୍ଚିତ ଭାବେ ବରିଷ୍ଠ ନିଶ୍ଚିତ ଭାବେ ସେ ଏବଂ ସେ ନିଜେ ଥରୁଛନ୍ତି ଶୀତରେ ତଥାପି ଠିଆ ହେଇଛନ୍ତି ଆଉ ଖେଳ ଦେଖିବେ ବୋଲି କହୁଛନ୍ତି କୋଉ କାଉଣ୍ଟରରେ ବର୍ତ୍ତମାନ ଆଧାର କାର୍ଡ ଧରି ଠିଆ ହେଇଛନ୍ତି ଆଉ କେତେ ସମୟ ପରେ ଟିକେଟ ବିକ୍ରି ହବ ଏବଂ ସେ ଟିକେଟ ନେଇକିନି ଖେଳ ଦେଖିବେ ବୋଲି ମଧ୍ୟ ଆଶାବାଦୀ ଅଛନ୍ତି ଦେଖୁଛନ୍ତି ଯୋଉ ଲମ୍ବା ଲାଇନ ବର୍ତ୍ତମାନ ଆପଣ ମାନେ ଦେଖୁଛନ୍ତି ଏ ଲାଇନ ଧୀରେ ଧୀରେ ଚାଲିବ କିନ୍ତୁ ଆଶାୟୀ ସଂଖ୍ୟା ବାରବାଟୀରେ ବହୁତ ଅଛନ୍ତି କିନ୍ତୁ ଟିକେଟ ଯେତିକି ଅଛି ନିଶ୍ଚିତ ଭାବେ ବହୁ ଗ୍ରାହକ ନିଶ୍ଚିତ ଭାବେ ଫେରିବେ ଆଉ ଜଣେ ମାଉସୀ କିଛି କହିବା ପାଇଁ ଚାହୁଁଛନ୍ତି ଗାଭାସ୍କର ଆମେ ଦେଖିବାକୁ ଆସିଛୁ ଫୁଟବଲ ମ୍ୟାଚ ଶୁଭମ ଗିଲ୍ ର ଆଉ ରାତିରୁ ଆସି ନଗେଇଛୁ ଆଉ ରାତିରୁ ଲାଇନ ନେଇଛନ୍ତି ହଁ ଫୁଟବଲ ମ୍ୟାଚ ହବ ଆଚ୍ଛା ଆପଣ ଏକୁଟି ନିଜେ ଦେଖିବେ ନା କାହାକୁ ନେଇକି ଦେଖିବେ ପୁଅ ମାନେ ଆସିବେ ପୁଅମାନଙ୍କ ପାଇଁ ଆପଣ ଠିଆ ହେଇଛନ୍ତି କେତେ ପଇସା ଆଣିଛନ୍ତି ମାଉସୀ କେତେଟା ଟିକେଟ ନେବେ 12,000 ଆଣିଛି 12,000 ଟଙ୍କା ନେଇକି ଆସିଛନ୍ତି କେତେଟା ଟିକେଟ ନେବେ 2ଟା ଘରଟା କୋଉଠି ମାଛ ବଜାର ଆଚ୍ଛା ଇଏ ବର୍ତ୍ତମାନ ଆପଣଙ୍କ ଲାଇନ ବୋଧେ ପଡିଯିବ କାହିଁକି ନା ଆପଣ ଲାଇନ ରେ ଅଛନ୍ତି କେତେବେଳେ ପଡିବ ବୋଲି ତ ଅପେକ୍ଷା କରି ରହିଛୁ ଆଚ୍ଛା ତାପରେ ଆର ବର୍ଷ ତ ଆସିଥିଲି ଫେରିକିରି ଗଲି ଆଚ୍ଛା ଆର ବର୍ଷ କେତେ ଟଙ୍କା ନେଇକି ଯାଇଥିଲେ ସେଠି 700 ଟଙ୍କା ବେଲେ ଲଗେଇଥିଲି 700 ଟଙ୍କା ବାଲା ଆଚ୍ଛା ଏବେ 12,000 ଟଙ୍କା ଆଣିଛନ୍ତି କେତେଟା ଟିକେଟ ନେବେ 2ଟା ଦିଟା ଟିକେଟ 4ଟା ବି ମିଳିଲେ 12,000 ଆହୁରି ଭଲ ହୁଅନ୍ତା ନେଇକି ଟିକେଟ ନେଇ ଦେଇଦେବେ ପୁଅ ହରିକାକୁ ହାଁ ପୁଅ ହରିକାକୁ ଦେଇଦେବେ ଆପଣ ନିଜେ ଆସିବେନି ନା କାହିଁକିନା ଆପଣ ଫୁଟବଲ ମ୍ୟାଚ ଦେଖିବା ପାଇଁ କହୁଛନ୍ତି ନା ହଁ ଆମ ପୁତୁରା ଆସିବ ପୁଅ ଆସିବ ଫୁଟବଲ ମ୍ୟାଚ ହବ ନା କ୍ରିକେଟ ମ୍ୟାଚ ହବ ଫୁଟବଲ ମ୍ୟାଚ ଫୁଟବଲ ମ୍ୟାଚ ହବ ହଁ ଶୁଣୁଥିଲେ କିଛି ଦର୍ଶକ ମଧ୍ୟ ଅଛନ୍ତି ସେମାନେ ଜାଣିନାହାନ୍ତି ବାରବାଟୀରେ କୋଉ ମ୍ୟାଚ ହବ ଏବଂ କୋଉ ଦିନ ହବ କିନ୍ତୁ ଟିକେଟ ପାଇଁ ଆଶାୟୀ ଅଛନ୍ତି ଯେହେତୁ କଥା ଆମେ ଆପଣଙ୍କୁ ନିଶ୍ଚିତ ଭାବେ ଶୁଣଉଥିଲୁ ଯେ ଫୁଟବଲ ମ୍ୟାଚ ହବ ବୋଲି ଜଣେ ମାଉସୀ କହୁଥିଲେ ସେ ଅପେକ୍ଷା କରିଛନ୍ତି ଗତକାଲି ରାତିରୁ ପଇସା ମଧ୍ୟ ସାଙ୍ଗରେ ଆଣିଛନ୍ତି ଏବଂ ଆଲୋଚନା କରିବା ଆଉ ଟିକେ ଆପଣ ନିଶ୍ଚିତ ଭାବେ ଠିଆ ହେଇଛନ୍ତି ଧାଡିରେ କେତେ କଷ୍ଟ ହଉଥିବ ନିଶ୍ଚିତ ଭାବେ ଟିକେଟ ଗୋଟିଏ ପାଇଁ ଯେହେତୁ ବାରବାଟୀରେ ମ୍ୟାଚ ହବ କଣ କହିବେ 6ଟା ବେଳୁ ୱେଟ୍ କରୁଛୁ ପ୍ରଶାସନ ଟିକେ ଲାଇନ ପ୍ରତି ଧ୍ୟାନ ଦେବା କଥା ଲୋକ ପଛରେ ଆସିକି ବି ଏଣ୍ଟ୍ରି କରୁଛନ୍ତି ଆଉ କଣ କ୍ରିକେଟ ପ୍ରେମୀ ତ ଆମେ ଆସିଛୁ କ୍ରିକେଟ ଟିକେଟ ପାଇଁ ନିୟନ୍ତ୍ରଣ ଠିକ ଠାକ ଅଛି ଠିକ ଠାକ ଅଛି ଆପଣ କଷ୍ଟ ହଉନି ଏତେ ସମୟ ଠିଆ ହେଲେ ହଁ ଛୋଟ ପିଲା ଘରେ ଛାଡିକି ଆସିଛୁ ଖେଳ ଦେଖିବେ ନିଜେ ଆମ ଭାଇ ଦେଖିବେ ଭାଇଙ୍କ ପାଇଁ ଠିଆ ହେଇଛନ୍ତି ହଁ ନିଶ୍ଚିତ ଭାବେ ଶୁଣୁଥିଲେ ଯୋଉଭଳି ଭାବେ ପ୍ରତିକ୍ରିୟା ଦର୍ଶକ ମାନେ ଦଉଛନ୍ତି ସମସ୍ତେ ବର୍ତ୍ତମାନ ଆଶାବାଦୀ ଅଛନ୍ତି ଖଣ୍ଡିଏ ଖଣ୍ଡିଏ ଟିକେଟ ସଂଗ୍ରହ କରିବେ ଏବଂ ବାରବାଟୀରେ ମ୍ୟାଚ ଯେହେତୁ 9 ତାରିଖ ହବ ଯାହା ରହିଛି ଓସିଏ ତରଫରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ପୋଲିସ କମିଶନ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ଆଉ ଟିକେ ଆଲୋଚନା କରିବା ଆପଣ କେତେବେଳୁ ଠିଆ ହେଲେଣି କୋଉଠୁ ଆସିଥିଲେ 1 hour ହେଲାଣି ଛିଡ଼ା କୋଉଠୁ ଆସିଥିଲେ ମହାନଦୀ ବିହାର ମାନନ୍ଦ ବିହାରରୁ ଟିକେଟ ପାଇଯିବେ ସେଇ ତ ଭାବୁଛୁ ଆପଣ ଯେହେତୁ ଲାଇନ ରେ ଅଛନ୍ତି ଆପଣ ପାଇଯିବେ 10 ହଁ। ମିନିଟ୍ ଭିତରେ ଯୋଉମାନେ ବାହାରେ ଅଛନ୍ତି କିଛି ମହିଳା ଆମେ ଦେଖୁଛୁ ସେଟା ତ କହିପାରିବନି ସେଠି ଏ ବର୍ଷର ଟିକେଟ ସଂଖ୍ୟା କମ ନା ସେଇଥିପାଇଁ ମିଳି ବି ପାରେ ନ ମିଳି ବି ପାରେ ଆଉ କିଛି ଲୋକ ଟିକେଟ ପାଇଁ ଠିଆ ହେଇଛନ୍ତି କିନ୍ତୁ ଖେଳ ଦେଖିବେ ନାହିଁ ଟିକେଟ ନବା ଆଶାରେ ଅଛନ୍ତି ସେଇଟା ତ ପ୍ରତିବର୍ଷ ହଉଛି ସେ ଖାଲି ଆସୁଛନ୍ତି ଲାଇନ କରୁଛନ୍ତି ଆଉ ବ୍ଲାକ ରେ ବିକ୍ରି କରୁଛନ୍ତି ବ୍ଲାକ ରେ ବିକ୍ରି କରୁଛନ୍ତି ଶୁଣୁଥିଲେ କିଛି ଲୋକ ଯୋଉ ଦର୍ଶକ ଆମେ ଦେଖଉଥିଲୁ କିଛି ସମୟ ପୂର୍ବରୁ ଜଣେ ମାଉସୀ ଠିଆ ହେଇଛନ୍ତି ସେ ଜାଣିନାହାନ୍ତି କୋଉଠି ଖେଳ ହବ କୋଉ ଖେଳ ହବ କହୁଛନ୍ତି ଫୁଟବଲ ମ୍ୟାଚ ହବ ପଇସା 12,000 ଟଙ୍କା ଆଣିଛନ୍ତି ଟିକେଟ ନେଇକିରି କାହାକୁ ଦେବେ ଏକଥା ମଧ୍ୟ ଆସୁଛି କିନ୍ତୁ କୋଉଠି ନା କୋଉଠି ବାରବାଟୀ ମ୍ୟାଚ ପାଇଁ କ୍ରେଜ ଟୋଟାଲ କମି ନାହିଁ ଦର୍ଶକଙ୍କର ଏବଂ ବହୁ ସଂଖ୍ୟାରେ ମହିଳା ମଧ୍ୟ ରାତିରୁ ଅପେକ୍ଷା କରିଛନ୍ତି ଟିକେଟ ପାଇଁ ଏବଂ ଟିକେଟ ଖଣ୍ଡିଏ ଖଣ୍ଡିଏ ନେବେ ଏବଂ ସମସ୍ତେ ଯାହା ସୂଚନା ଅଛି କିଛି ଟିକେଟ ମଧ୍ୟ ଯୋଉମାନେ ଆଶାୟୀ ଠିଆ ହେଇଛନ୍ତି ସେମାନେ ଟିକେଟ ଖେଳ ଦେଖିବେନି କିନ୍ତୁ ଟିକେଟ ନେବେ ଯୋଉଭଳି ଭାବରେ ଜଣେ ପୂର୍ବରୁ ଜଣେ ମାଉସୀ କହୁଥିଲେ ଆଉ ଜଣେ ମାଉସୀ ମଧ୍ୟ ଅଛନ୍ତି ମାଉସୀ ଖେଳ କୋଉଦିନ ହବ କୋଉଦିନ ହବ କାହାର କାହାର ଖେଳ ହବ ଜାଣିନାହିଁ କୋଉ ଖେଳ ହବ ଏଠି ଫୁଟବଲ ଫୁଟବଲ ଖେଳ ହବ ଆଚ୍ଛା କିଏ କିଏ ଖେଳିବେ ସବୁ
ପୁଅ ପଠେଇଛନ୍ତି କେତେ ଟଙ୍କା ମାଉସ ଧରିଛନ୍ତି ମାଉସ କେତେ ଟଙ୍କା ଧରିଛନ୍ତି ଆପଣ ପଇସା ନେଇକି ଅବି ଆସିବ ପଇସା ଆଣିନାହାନ୍ତି ଏଇ ଯୋଉ ଏଇଠି ଅଛି ଆଜ୍ଞା 5 ମିନିଟ୍ 5 ମିନିଟ୍ ହେଲା ଠିଆ ହେଲେ ଏତେ ଶୀଘ୍ର କେମିତି ଲାଇନ ପାଇଗଲେ ଆପଣ ଫାଙ୍କା ଥିଲା ଏଇଟା ପଛରେ ଲାଇନ ମାନେ ଗଳିକି ପଳେଇଲେ ନାଇଁ ଠିଆ ହେଇଛନ୍ତି ପୋଲିସ ମାନେ ବା ଏଇଟା ଲାଷ୍ଟ ଥିଲା ଏବେ ଆଉ ପିଲାମାନେ ଠିଆ ହେଇଛନ୍ତି ପୋଲିସ ଛାଡୁନି ଆମେ ଏଇଟା ଖାଲି ଥିଲା ତ ଆମେ ଛିଡା ହେଲୁ ଆପଣ କେତେଟା ଟିକେଟ ନେବେ ଆଉ ସେ ଜାଣିଦେବେ 6000 କେତେ ପଇସା ଧରିଛନ୍ତି ପଇସା ସେ ଆଣିକି ଦବ ପୁଅ ଯାଇ ପଇସା ଆଣିନାହାନ୍ତି ଟୋଟାଲେ କିନ୍ତୁ ପୁଅ ଠିଆ କରିଦେଇଛି ଆପଣ ଖେଳ ଦେଖିବେନି ନା ପୁଅକୁ ନେଇ ଦେବେ ଏ ଗୋଟେ ଖୁସି ନାଇଁ କି ରାତି ଅନିଦ୍ରା ହେଇଛନ୍ତି ପୁଅ ଖେଳ ଦେଖିବା ଆପଣ ଖୁସି ହଁ ନିଶ୍ଚିତ ଭାବେ ଶୁଣୁଥିଲେ ଯେଭଳି ଭାବରେ ତାଙ୍କ ପୁଅ ଖେଳ ଦେଖିବେ କିନ୍ତୁ ଇଏ ରାତି ଅନିଦ୍ରା ହେଇକି ଠିଆ ହେଇଛନ୍ତି ଏଇ ହଉଛି ବାରବାଟୀର ନୂତନ ଭାବେ ଆଉ ଏକ ନୂଆ ଚିନ୍ତାଧାରା ମହିଳା କାଉଣ୍ଟରରେ ଆମେ ଅଛୁ ଦେଖଉଥିଲୁ ଯେଭଳି ଭାବେ ଜଣେ ମାଉସୀ କହୁଥିଲେ ଫୁଟବଲ ମ୍ୟାଚ ହବ ସିଏ କିଛି ଜାଣିନାହାନ୍ତି କିନ୍ତୁ ପଇସା ନେଇକି ଆଇଛନ୍ତି କ୍ରିକେଟ ମ୍ୟାଚ ଦେଖିବେ ଏବଂ କୋଉଠି ନା କୋଉଠି ଦର୍ଶକ ମାନଙ୍କର ଯୋଉ ଭିଡ ବର୍ତ୍ତମାନ ଦେଖିବାକୁ ପଡୁଛି ଏ ଭିଡ ବର୍ତ୍ତମାନ କଣ୍ଟିନ୍ୟୁ ରହିଛି ଆଉ ଟିକେ ଆଲୋଚନା କରିବା ଗୋଟେ ଛୋଟ ପିଲାକୁ ଧରେ ଜଣେ ଭଉଣୀ ମଧ୍ୟ ଅଛନ୍ତି ଆପଣ ଛୋଟ ପିଲା ଟିକେ ଧରିଛନ୍ତି କେତେ ସମୟ ଧରି ଠିଆ ହେଲେଣି ନା ମୁଁ ଏବେ ଆସିଛି ଏଇ 5-10 ମିନିଟ୍ ହବ ଆପଣ ନିଜେ ଖେଳ ଦେଖିବେ ନା ହଁ ମୋ ପୁଅ ବଡ ପୁଅ ଦେଖିବ ଆଜ୍ଞା 2 ଜଣ ଆମେ ଆସିବୁ ଆଉ ଶୁଣୁଥିଲେ ଏ ପ୍ରତିକ୍ରିୟା ଆମେ ନିଶ୍ଚିତ ଭାବେ ନଉଥିଲୁ ଆଉ ଟିକେଟ କାଉଣ୍ଟରରେ ଅଲରେଡି ଟିକେଟ ଯୋଉ ସମୟ ଦିଆଯାଇଥିଲା ଓସିଏ ପକ୍ଷରୁ ସେ ସମୟ ପହଞ୍ଚି ଗଲାଣି ଏବଂ ଟିକେଟ ବର୍ତ୍ତମାନ ବିକ୍ରି ଆରମ୍ଭ ହବ ପରବର୍ତ୍ତୀ ସମୟରେ ଆମେ ଜଣେଇବୁ ଏପର୍ଯ୍ୟନ୍ତ ଯଦି କହିବା ବାରବାଟୀରେ କୌଣସି ପ୍ରକାର ବିଶୃଙ୍ଖଳା ଘଟି ନାହିଁ କମିଶନ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଛାଣି କରାଯାଇଛି ବାରବାଟୀ ଷ୍ଟାଡିୟମର ପ୍ରତ୍ୟେକ ଜାଗା ଏବଂ ନିଶ୍ଚିତ ଭାବେ ଦର୍ଶକ ମାନେ ବର୍ତ୍ତମାନ ସେମାନଙ୍କର ଯୋଉ ପରିଶ୍ରମ କରି ଠିଆ ହେଇଥିଲେ ଆଉ ଅଳ୍ପ ସମୟ ଭିତରେ ଟିକେଟ ପାଇବେ ଏବଂ ଟିକେଟ ଯଦିଓ କଳାବଜାରୀ ପାଇଁ ସମସ୍ତେ ଅପେକ୍ଷାରେ ଅଛନ୍ତି ମ୍ୟାକ୍ସିମମ୍ ଲୋକ ଯୋଉମାନେ ଖେଳ ଦେଖିବେନି ସେମାନେ ଅଛନ୍ତି ଏବଂ ଜଣେ ମାଉସୀ ମଧ୍ୟ କିଛି କହୁଥିଲେ ପୁଣି କହିବା ପାଇଁ ଚାହୁଁଛନ୍ତି କିନ୍ତୁ ସିଏ କୋଉଠିକି ଆସିଛନ୍ତି କାହିଁକି ଆସିଛନ୍ତି ସେ କଥା ମଧ୍ୟ ଜାଣିନାହାନ୍ତି କିନ୍ତୁ ଟିକେଟ ନେବେ ଏ ହଉଛି ବାରବାଟୀର କମାଲ ଏ ହଉଛି ଭାରତୀୟ ଦଳଙ୍କର ପ୍ରତି ଭଲ ପାଇବା ଏଇ ହଉଛି ଭାରତୀୟ କ୍ରିକେଟଙ୍କ ପ୍ରତି ପ୍ରତ୍ୟେକ ପ୍ଲେୟାର ମାନଙ୍କର ଯୋଉ ରହିଛି ଭଲ ପାଇବା ସେ ଭଲ ପାଇବାକୁ ଜାହିର କରିଛନ୍ତି ସମସ୍ତେ ରାତି ଅନିଦ୍ରା ହେଇକିରି ଅପେକ୍ଷା କରିଛନ୍ତି ଟିକେ ଟିକେ ଝଲକ ପାଇବା ପାଇଁ ଖେଳାଳି ମାନଙ୍କର ଏକ ପ୍ରକାର ସେମାନେ ଦିନ ରାତି ଏକ କରିଦେଇଛନ୍ତି ଉପବାସ ମଧ୍ୟ ରହିଛନ୍ତି ରାତି ଅନିଦ୍ରା ହେଇଛନ୍ତି ପୋଲିସଠୁ ଲାଠି ମାଡ଼ ଖାଇଛନ୍ତି ତାପରେ ବି ସେମାନେ ଠିଆ ହେଇଛନ୍ତି ଟିକେଟ ଖଣ୍ଡେ ଖଣ୍ଡେ ଗ୍ରହଣ କରିବା ପାଇଁ ଏବଂ କିଛି ବୟସ୍କ ଲୋକ ଅଛନ୍ତି ଯୋଉମାନେ ଖେଳ ଦେଖିବେନି କିନ୍ତୁ ଟିକେଟ ନବାକୁ ଆସିବେ ଆମେ ଯୋଉ କଥା ଆପଣଙ୍କୁ ଦେଖଉଥିଲୁ ପୂର୍ବରୁ ଯେ ଜଣେ ମାଉସୀ ଅଛନ୍ତି 12,000 ଟଙ୍କା ଧରିଛନ୍ତି କିନ୍ତୁ ଫୁଟବଲ ମ୍ୟାଚ ହବ ଯାହା ସେ ପ୍ରତିକ୍ରିୟା ଆମକୁ ଦଉଥିଲେ ଯେ ଏମିତି କିଛି ଲୋକ ଅଛନ୍ତି ଯୋଉମାନେ ଟିକେଟ କୁ ବିକ୍ରି କରିବା ଉଦ୍ଦେଶ୍ୟରେ ଅଛନ୍ତି କିନ୍ତୁ ମୋଟାମୋଟି ଭାବେ ବର୍ତ୍ତମାନ ଶାନ୍ତି ଶୃଙ୍ଖଳା ସହିତ ଟିକେଟ ବର୍ତ୍ତମାନ ବିକ୍ରି ଆରମ୍ଭ ହବ ଏବଂ କମିଶନ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ପଡିଆକୁ ନିଜ ଅକ୍ତିଆର ଭିତରେ ପୋଲିସ ରଖିଛି ଡିସିପି ନିଜେ ମଧ୍ୟ ତନ୍ନ କରି ଯାଞ୍ଚ କରୁଛନ୍ତି ଗତକାଲି ମଧ୍ୟ ଯାଞ୍ଚ କରିଥିଲେ ହେୟାର ବାଲା ମଧ୍ୟ ସମ୍ପୂର୍ଣ୍ଣ ଭାବେ କାଳେ କିଛି ଅଘଟଣ ଘଟିବ ସେ ଦୃଷ୍ଟିରୁ ଫାୟାର ସମ୍ପୂର୍ଣ୍ଣ ଭାବେ ନିୟୋଜିତ ଅଛନ୍ତି ଏବଂ ସମସ୍ତେ ପ୍ରାୟ ଆଶାବାଦୀ ଅଛନ୍ତି ଆଉ ଅଳ୍ପ ସମୟ ମଧ୍ୟରେ ଟିକେଟ ନିଶ୍ଚିତ ଭାବେ ବିକ୍ରି ହବ ଆରମ୍ଭ ହେଇଯିବ ଆମେ ବର୍ତ୍ତମାନ ଦେଖାଉଛୁ ବକ୍ସ ଅଫିସ ପାଖରେ ଟିକେଟ କାଉଣ୍ଟରରେ ଯୋଉମାନେ ରହିବା କଥା ରହିସାରିଲେଣି ପୋଲିସ ମଧ୍ୟ ନିୟୋଜିତ ହୋଇଯାଇଛି ଏବଂ ବାରିକେଡ ମଧ୍ୟରେ କାହାକୁ ଛଡାଯିବନି ଜଣକ ପରେ ଜଣକୁ ଛଡାଯିବ ଏବଂ ପ୍ରତ୍ୟେକ ଲୋକଙ୍କୁ ଟିକେଟ ମିଳିବ ଯୋଉମାନେ ବାରିକେଡ ଭିତରେ ଅଛନ୍ତି ମହିଳା କଥା କୁହନ୍ତୁ ପୁରୁଷ କଥା କୁହନ୍ତୁ ସମସ୍ତେ ବର୍ତ୍ତମାନ ଗୋଟିଏ ପ୍ରକାର ବାରବାଟୀରେ ମ୍ୟାଚ ଦେଖିବା ପାଇଁ ଗତକାଲିଠୁ ଯୋଉଭଳି ଭାବରେ ସଂଘର୍ଷ ଜାରି ରଖିଛନ୍ତି ଉପବାସ ରହିଛନ୍ତି ବିସ୍କୁଟ ଖାଇଛନ୍ତି ରାତି ଅନିଦ୍ରା ହୋଇ ରହିଛନ୍ତି ଏବଂ ଏକ ପ୍ରକାର ସାଉଥ ଆଫ୍ରିକା ଏବଂ ଭାରତ ମଧ୍ୟରେ ଯୋଉ ମ୍ୟାଚ ହବ ଏ ମ୍ୟାଚ ର ପୂର୍ବରୁ 5 ତାରିଖ ଅର୍ଥାତ ଆଜି ଯୋଉଭଳି ଭାବରେ ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା ଟିକେଟ ସମ୍ପୂର୍ଣ୍ଣ ଭାବେ ଯେତିକି ଅଛି ଅନୁମୋଦିତ ଟିକେଟ 11,000 ବିକ୍ରି ସରିଛି ଅନଲାଇନ ଟିକେଟ 2,000 ବିକ୍ରି ସରିଛି ବାକି ଟିକେଟ ଆଜି ହିଁ ବିକ୍ରି ହବ ଏବଂ ସମସ୍ତେ ବର୍ତ୍ତମାନ ଅପେକ୍ଷା କରିଛନ୍ତି ଆମେ ମଧ୍ୟ ଆପଣଙ୍କୁ ପରବର୍ତ୍ତୀ ସମୟରେ ଜଣେଇବୁ ଯଦି ଟିକେଟରୁ ଯୋଉମାନେ ବଞ୍ଚିତ ହଉଛନ୍ତି ସେମାନଙ୍କ ପାଇଁ ଓସିଏ ଅନ୍ୟ କିଛି ବିକଳ୍ପ କରୁଛି କି ନାହିଁ କଟକ ବାରବାଟୀ ଷ୍ଟାଡିୟମ ପରିସରରୁ ବଳରାମ ନାୟକ ଓଡ଼ିଶା ଭାସ୍କର।